ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ସୂଚନା ଦେଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ। ଆଗାମୀ 48 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇପାରେ। ଲଘୁଚାପରେ ପରିଣତ ହେବା ପରେ ଏହା ପଶ୍ଚିମ ଦିଗକୁ ଗତି କରିବ। ପରବର୍ତ୍ତୀ 2 ଦିନ ପର୍ଯ୍ୟନ୍ତ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଆଡେ ମୁହାଁଇବ। ଏହାର ପ୍ରଭାବରେ 12 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ତାମିଲନାଡୁ, କେରଳ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଶୀତ ଉଡାଇ ନେଲା ବାତ୍ୟା ଦାନା। ସ୍ୱାଭାବିକ ଦିନଠାରୁ 1 ମାସ ପଛକୁ ଠେଲି ନେଲା ଶୀତ। ନଭେମ୍ବର 15 ତାରିଖ ଭିତରେ ଶୀତ ପଡ଼ିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାରଣ ଏବେ ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହୁଛି। ଏହାର ପ୍ରଭାବରେ ତାପମାତ୍ରା ସ୍ୱାଭାବିକ ଠାରୁ 1 ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ଅଳ୍ପ ରହୁଛି। ନଭେମ୍ବର ଶେଷ ଆଡ଼କୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢ଼ିଲେ ଶୀତ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବୈଜ୍ଞାନିକ ମନୋରମା ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ପଶ୍ଚିମା ଝଡ଼ର ବି ପ୍ରଭାବ ନାହିଁ। ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହୋଇଛି। ଆଗକୁ ଧୀରେ ଧୀରେ ତାପମାତ୍ରା କମିବ, କିନ୍ତୁ ହଠାତ୍ ଶୀତ ହେବ ନାହିଁ। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ 1 ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ଅଳ୍ପ ରହିଛି।